ସେ ଡାଳ ଏପଟକୁ ପକେଇବ। ଯୋଉଠି ଭାତ ପଡୁଛି ସେଇଠି ପକେଇଛୁ। ହାय ଫ୍ରେଣ୍ଡ, ଜୟ ଜଗନ୍ନାଥ, ଶୁଭ ସକାଳ। ବର୍ତ୍ତମାନ ସକାଳୁ ସକାଳୁ ଆମ ପୋଖରୀରେ ବର୍ତ୍ତମାନ ଜାଲ ପଡ଼ିବ। ଆଉ ଚାଲନ୍ତୁ ବର୍ତ୍ତମାନ ଜାଲ ପକେଇବା, ଦେଖିବା ଆଜି କ'ଣ ସବୁ ମାଛ ପଡ଼ୁଛି। ଯେହେତୁ ଭଲ ବାର ଆଜି ମଧ୍ୟ ଅଛି, ଆଜି ବୁଧବାର। ଏ ବୁଧବାରରେ ଦେଖିବା କିଭଳି ଭାବରେ କ'ଣ ସବୁ ଜାଲ ପକେଇକି କି ମାଛ ଧରାଯାଉଛି। ଆଉ ନିଶ୍ଚିନ୍ତ ଭାବରେ ଚାଲନ୍ତୁ ଦେଖିବା। ଆମ ପୋଖରୀ ତ ଦେଖିପାରୁଥିବେ, ଆଉ ସେ ଆମ ବାଡ଼ି ପୋଖରୀ। ଆଉ ବର୍ତ୍ତମାନ ଯିବା, ଆମେ ବର୍ତ୍ତମାନ ସେଠି ପୋଖରୀରେ ବର୍ତ୍ତମାନ ଜାଲ ପକେଇବା। ବର୍ତ୍ତମାନ ଚାଲନ୍ତୁ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ, ଖାସ୍ କରି ସବସ୍କ୍ରାଇବ୍ କରିବେ, ଜମାରୁ ଭୁଲିବେନି। ଆଉ ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଫାଇନାଲି ବର୍ତ୍ତମାନ ପୋଖରୀ ପାଖକୁ ମୁଁ ଚାଲୁଛି। ବର୍ତ୍ତମାନ ଆମର ହେଉଛି ପୋଖରୀରେ ଜାଲ ପଡ଼ିବ। ଆଉ ଜାଲ ପଡ଼ିବ ଏବଂ ପଡ଼ିବ ଯେହେତୁ ଏଇ ଜାଗାରେ ହିଁ ଆମର ସବୁବେଳେ ହିଁ ଯେକୌଣସି ଦାନା ପକେଇକି ହିଁ ଜାଲ ପକେଇଥାଉ। ଖାସ୍ କରି ଏଇ ଜାଗାଟା। ଆଉ ବର୍ତ୍ତମାନ ଭାତ ମଧ୍ୟ ପଡ଼ିଛି, କାହିଁକିନା ଏଠି ପକେଇକି ଜାଲ ଖେପେ ପକେଇଦେଲେ ଯାହା ମାଛ ଆସିଥିବେ ଖାଇବା ପାଇଁ ସେ ହିଁ ପଡ଼ିଯାଆନ୍ତି। ଖାସ୍ କରି ମୁଖ୍ୟତଃ ବାଲ, ତେଣୁକରି ପକାଯାଇଛି। ବର୍ତ୍ତମାନ ଜାଲ ଧରିକି ଠିଆ ହେଇଛି। ଆଉ କିଛି ସମୟ ଭିତରେ ଜାଲ ପକେଇବ। ଆଉ ପକେଇଲା ପରେ ଦେଖିବା। ଆଉ ସେ ସକାଳ ଖାଦ୍ୟ ପକେଇନାହାନ୍ତି। ମୁଁ ମନା କରୁଛି ଭୋରୁ ଖାଦ୍ୟ ପକେଇବେନି, ପକେଇଦେନି ଖାଇଦେଇ ପଳେଇବା ଅଛି। ସେଦିନ 200 ମାଛ ଜାଲ ଏଇନା ହବ ନା। ଆଜି ବର୍ଷା ହେଇଛି, କ'ଣ ହବ କି ସେ ଡାଳକୁ ଖୋଲୁଛନ୍ତି ଦେଖାଉଛି ନା ସେଠି ରହିଥିବେ। ଡାଳ ଦେଇ ପକେଇଦେବେ। ସେ ଡାଳ ଏପଟକୁ ପକେଇବ। ଯୋଉଠି ଭାତ ପଡୁଛି ସେଇଠି ପକେଇଛୁ। ଆହୁରି ପାଖକୁ ପକେଇଥାନ୍ତୁ, ମାଛ ସବୁ ପାଖରେ ରହୁଛନ୍ତି। କାଇଁ ଜଳା ପଡିଯିବ ବା, ପାଖେଇ ଟିକେ ପକେଇଥିଲେ ମାଛ ରହିବ। ତୁ ଦୂରକୁ କାଇଁ ଭାତ ଫୋପାଡୁଛୁ? ଦୂରକୁ ଭାତ ପକେଇଲେ ଜମା ଆସିନି, ସେ ସବୁବେଳେ ପାଖେଇ ରହୁଛନ୍ତି ମାଛ ବା। ଝୁକୁଛି ନାଇଁ ବୋଧେ ଆଜି ବର୍ଷା ହେଇଛି, ମୁଁ ଜାଣିଛି। ଯେହେତୁ କାଲି ସନ୍ଧ୍ୟାବେଳେ ପ୍ରବଳ ବର୍ଷା ହେଇଯାଇଛି, ବର୍ଷା ପବନ ହେଇଯାଇଛି, ତେଣୁକରି ଆଜି ମାଛ ସବୁ ମଝିରେ ଅଛନ୍ତି, ପାଖରେ ବି ସେମିତି ନାହାନ୍ତି। ଆଉ ଯେହେତୁ ଆଜି ଭଲ ବାର ଅଛି, ବୁଧବାର, ତେଣୁକରି ଜାଲ ହିଁ ପକାଯାଉଛି ସକାଳୁ ସକାଳୁ। ସମୟ ପାଖାପାଖି 9ଟା ପାଖାପାଖି 9ଟା 9:30 ହେବ। ଆଉ ବର୍ତ୍ତମାନ ଆମର ଦେଖନ୍ତୁ ଜାଲ ପକାଇବା ଚାଲିଛି। ଯାହା ବି ମାଛ ହଉ, ଆଜି ଅଳ୍ପ ହେଉ କିଛି ଧରାଯିବ। ଆଉ ନିଶ୍ଚିନ୍ତ ଘଣ୍ଟେ 2 ଘଣ୍ଟା ବର୍ତ୍ତମାନ ଜାଲ ପଡ଼ିବ, କାହିଁକିନା କାଲି ସନ୍ଧ୍ୟାବେଳେ ଯେଉଁଦିନ ଆଗ ଦିନ ବର୍ଷା ପବନ ହେଇଥିବ, ତା ପରଦିନ ମାଛ ପଡ଼ିବା ବହୁତ କଷ୍ଟକର। କାହିଁକିନା ପାଣି ଏକରେ ବଢ଼ିଯାଇଥିବ, ମାଛ ମଧ୍ୟ ସବୁ ଆମର ହେଉଛି ମଝିକି ପଳେଇ ଯାଇଥିବେ। ଆଉ ବର୍ତ୍ତମାନ ପକା ଚାଲିଛି, ଦେଖିବା ଲାଷ୍ଟକୁ କେତେ କ'ଣ ମାଛ ପଡ଼ୁଛି। ଯାହା ବି ହଉ, ଯାହା ଯେତିକି ପଡ଼ିବ ଆଜି ପଡ଼ିବ। ଆଉ ମାଛ ବି ଦେଖନ୍ତୁ ମାରୁନାହାନ୍ତି ବି କୁଆଡ଼େ, ଆଉ ମାଛ ପୁରା ମଝିରେ ସବୁ ଅଛନ୍ତି। ଆଉ 2-3 ଖଣ୍ଡ ଜାଲ ପଡ଼ିଲେ ସେ ଟିକେ ଚାରିଆଡ଼େ ମାଛ ବୁଲିବେ, ଦେଖିବା। ଫାଇନାଲି ଦେଖନ୍ତୁ, ଇଏ ହେଉଛି ଆମ୍ବ ଗଛ। ଦେଖନ୍ତୁ ଏଠି ଆମର 2ଟା ଆମ୍ବ ଗଛ ପୋଖରୀ ପାଖରେ ଯେଉଁ ହୁଡ଼ାରେ ଅଛି। ଆଉ ସେ ଗଛ ବଡ଼ ଗଛରେ ବେଶୀ ବଢ଼ୁନାହିଁ, କିନ୍ତୁ ଏ ଛୋଟ ଗଛରେ ଦେଖନ୍ତୁ ଆମ୍ବ ମଧ୍ୟ ସବୁ ଏଡ଼ି ଏଡ଼ି ହେଇଛି। ଆଉ ବର୍ଷା ପବନ ଏତେ ଜୋର କାଲି ହେଇଛି ଯେ ସବୁ ମାନେ ପ୍ରାୟ ଅଧେ ଖଣ୍ଡେ ଗଳି ପଡ଼ିଛି ପୋଖରୀରେ। ଆଉ ପୋଖରୀ ସେ ମୁଣ୍ଡରୁ ମଧ୍ୟ ଭାସୁଥିଲେ। ସକାଳୁ ସକାଳୁ ଉଠାଯାଇଛି ଆମ୍ବ। ଆଉ ଦେଖନ୍ତୁ ଆଉ ମଧ୍ୟ କିଛି ଅଛି। ଏଇଭଳି ଭାବରେ
ଆମ୍ବ ଗଛ ଦୁଇଟା ଅଛି, ନଡ଼ିଆ ଗଛ, ଏମିତି ପୋଖରୀ ଗୁଡ଼ା ଦେଖନ୍ତୁ ଆମ୍ବ ସବୁ ଆଉ କିଛି କିଛି ଅଛି ଯେଉଁ ସବୁ ଇଏ ହେଉଛି ଆମ୍ବ। ଆଉ ବର୍ତ୍ତମାନ ଚାଲନ୍ତୁ ଯିବା ଦେଖିବା ବର୍ତ୍ତମାନ କେତେ ମାଛ କ'ଣ ପଇଲେ, ଯେହେତୁ ଘଣ୍ଟେ ଦେଢ଼ ଘଣ୍ଟା ହେଇଗଲାଣି, ଯାହା ଯେତିକି ପଡ଼ିଥିବ ବର୍ତ୍ତମାନ ସେତିକି ହିଁ ନେଇକି ଯିବା। ଚାଲନ୍ତୁ ବର୍ତ୍ତମାନ ଦେଖିବା ମାଛ ଯେଉଁ ବାଲ୍ଟିରେ ଅଛି ଉଜାଡ଼ିବା। ଦେଖନ୍ତୁ ମାଛ ପାଖାପାଖି ଏତିକି ପଡ଼ିଛି, ସବୁ ଛୋଟ ଛୋଟ, ଦୁଇଟା କେବଳ ବଡ଼ ମାଛ, ରୋହି ଦୁଇଟା, ନହେଲେ ଆଉ ସବୁ ଛୋଟ ମାଛ ଯେଉଁ ଛୋଟ ଛୋଟ ସବୁ ବାଟା। ଏଇଭଳି ଭାବରେ ବର୍ତ୍ତମାନ ଆଜି ଏତିକି ନେଇକି ଆଡ଼ଜଷ୍ଟ କରିବା। ଆଉ ନିଶ୍ଚିନ୍ତ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ, ଖାସ୍ କରି ସବସ୍କ୍ରାଇବ୍ କରିଦେବେ ଏବଂ ବେଲ୍ ଆଇକନ୍ଟି ବଜାଇଦେବେ।